ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ମଳମୂତ୍ର ତ୍ୟାଗ। ଆଉ ଆଜି ଆମେ ଏହି ଅଧ୍ୟାୟରେ ଜାଣିବା ମୁଖ ଶୁଦ୍ଧି। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ମୁଖ ଶୁଦ୍ଧି। କୁଜ୍ୟାଦ୍ ଦ୍ୱାଦଶ ଗୁଣ୍ଡୁ ସାନ ପୁରୀଶୋତ ସର୍ଜନେ ତଥା ମୂତ୍ରୋସ୍ତର୍ଗେ ତୁ ଚତୁର ଭୋଜନାନ୍ତେ ତୁ ଷୋଡ଼ଶ ପୁରତ ସର୍ବ ଦେବାସ୍ୱ ଦକ୍ଷିଣେ ପିତରସ୍ତଥା ରସୟା ପୃଷ୍ଠତ ସର୍ବବାମେ ଗଣ୍ଡୁ ସମାଚରେନ୍। ଅସ୍ୟ ଲାଇନ୍। ମଳତ୍ୟାଗ ପରେ 12 ମୂତ୍ରତ୍ୟାଗ ପରେ 4 ଓ ଭୋଜନ ପରେ 16 ମୁଖ କୁଳି କରିବ। ପ୍ରତି କୁଳିକୁ ନିଜର ବାମ ପଟରେ ପକାଇବ। ତ ବନ୍ଧୁ, ଆଜି ଆମେ ଜାଣିଲେ ମୁଖ ଶୁଦ୍ଧି। ଆଗାମୀ ଅଧ୍ୟାୟରେ ଜାଣିବା ଦନ୍ତ ବାଧନ ବିଧି। ତ ସେହି ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।